ସାଙ୍ଗମାନେ ଏଇଠି ଦେଖନ୍ତୁ ଆମର ବିରିୟାନୀ ପ୍ରସ୍ତୁତ ହେଇଛି ରାତିର। ତ ସେଥିପାଇଁ ମୁଁ ରେସିପି କହୁଛି କେମିତି କ'ଣ ବନେଇବେ। ତ ଏଇଠି ମୁଁ ଦେଖନ୍ତୁ ଅଦା ରସୁଣ ଗ୍ରାଇଣ୍ଡର କରିଦେଲି। ଗ୍ରାଇଣ୍ଡର କଲା ପରେ ଏଠି ଚିକେନକୁ ହଳଦୀ ଲଙ୍କା ଧନିଆ ପାଉଡ଼ର ଜିରା ପାଉଡ଼ର ବାଟଣ ଦହି ସବୁ ପକାଇକି ମୁଁ ମ୍ୟାରିନେଟ୍ କରିଦେଲି। ତ ୟାକୁ ଅଧଘଣ୍ଟେ ରଖିଦେବା। ତାପରେ ଏପଟର କଡ଼ା ବସାଇକି ମୁଁ ପିଆଜ ପକାଇଦେଲି। ପିଆଜକୁ ଭଲସେ ଟିକେ ଫ୍ରାଏ କରିବା ଲାଲ ହେବା ପର୍ଯ୍ୟନ୍ତ। ଏଇଠି ଦେଖନ୍ତୁ ଲାଲ ହେଇଗଲା। ତାପରେ ଏଠି ଧନିଆ ପତ୍ର ପୋଦିନା ପତ୍ରକୁ ରଖିଦେବା। ତାପରେ ଏଠି ଆମର ଏଠି ଅଛି ଭାତକୁ 70% ହେଲା ପରେ ତାକୁ ଆମେ ଗାଳିଦେବା। ଏପଟରେ ବସେଇଲି ଚିକେନକୁ ଭଲସେ କଷିବା। ଦେଖନ୍ତୁ ତେଲ ଛାଡ଼ିଗଲାଣି, ମସଲା ଟିକେ ହେଇ ଆସିଲାଣି। ତାପରେ ଆମେ ପକାଇବା ପାଣି ପକାଇକି ତାକୁ 5 ମିନିଟ୍ ଆମେ ଫୁଟେଇବା। ଫୁଟେଇ ସାରିଲା ପରେ ଏଠି ଦେଖନ୍ତୁ ମୁଁ ଭାତ ଗାଳି ଦେଇଛି। ତାପରେ ଏଠି ଆମେ ଲେୟାର ଦେଇଦେବା। ଲେୟାର ଦେଇ ସାରିଲା ପରେ ଏଠି ଆମେ ଦମ୍ ଦେଇଦେଲି। ଏବେ ଦେଖନ୍ତୁ ପ୍ରସ୍ତୁତ ହେଇଗଲା ବିରିୟାନୀ। ଏଠି ରାଇତା ଆଉ କାଞ୍ଜି। ଦେଖନ୍ତୁ କେତେ ସୁନ୍ଦର ହେଇଛି ବିରିୟାନୀ। ପତିଦେବ ଖାଇକି କହିଲେ ତ ବହୁତ ବଢ଼ିଆ ହେଇଛି। ତ ଆପଣମାନେ କୁହନ୍ତୁ କମେଣ୍ଟର କେମିତି କ'ଣ ହେଇଛି ବିରିୟାନୀ। ଦେଖନ୍ତୁ ବିରିୟାନୀ କେତେ ସୁନ୍ଦର ହେଇଛି। ଦେଖନ୍ତୁ ଏଠି ରାଇତା ବିରିୟାନୀ।